ଭିତରେ ପେଦ୍ରୋ କହିଥିଲା, ମୁଁ ଏମିତି ହତ୍ୟା କରିବା ପଛରେ କେବଳ ମୋର ଭାଗ୍ୟ ହିଁ ଦାୟୀ। ପେଦ୍ରୋ କହିଥିଲା, ମୁଁ ମୋର ମାନବିକତା ପିଲାଟି ବେଳୁ ହଜାଇ ଦେଇଛି। ଆଉ ସେହି ପିଲାବେଳର ଯନ୍ତ୍ରଣା ମନେ ପଡ଼ିଗଲେ ସେହି ଛୋଟ ଛୋଟ ଝିଅମାନଙ୍କୁ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିବା ପରେ ସେମାନଙ୍କୁ ହତ୍ୟା କରିଦେଉଥିଲି। ତାକୁ ପଚରାଯାଇଥିଲା ଯେ ସେ କେମିତି ନିଜ ଶିକାର ଖୋଜି ଶିକାର କରୁଥିଲା। ଆଉ ଉତ୍ତରରେ ପେଦ୍ରୋ କହିଥିଲା ଯେ ବଜାରକୁ ଯାଉଥିଲା ଆଉ କମ୍ ବୟସର ଝିଅମାନଙ୍କ ଉପରେ ନଜର ରଖୁଥିଲା। ଆଉ ଯେଉଁ ଝିଅଟି ନିରୀହ ସିଧାସାଧା ଦେଖାଯାଉଥିଲା ତାକୁ ସେ ଟାର୍ଗେଟ୍ କରୁଥିଲା। ଏସବୁ କାମ ସେ ଦିନରେ କରୁଥିଲା। ସେ ସେହି ଝିଅମାନଙ୍କ ଆଖିକୁ ଚାହିଁ ସେମାନଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖୁଥିଲା ଆଉ ତାପରେ ଗଳା ଚିପି ତାଙ୍କୁ ହତ୍ୟା କରୁଥିଲା। କୁନି ଝିଅମାନେ ଯେତେବେଳେ ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦି କାନ୍ଦି ମରୁଥିଲେ, ସେହି ସମୟରେ ସେମାନଙ୍କ ଆଖିରେ ଡରକୁ ଦେଖି ଖୁସି ପାଉଥିଲା ପେଦ୍ରୋ। ଆଉ ପରେ ସେମାନଙ୍କ ମୃତ ଶରୀର ପାଖରେ ବସି କଥା ହେଉଥିଲା। ଏସବୁ ଶୁଣି ପୋଲିସ ସହଜରେ ବିଶ୍ୱାସ କରିପାରୁନଥିଲା। ସେପଟେ ପେରୁ ଓ କଲମ୍ବିଆର ପୋଲିସ ମଧ୍ୟ ଏହି ତଦନ୍ତରେ ଭଲରେ ସହଯୋଗ କରିନଥିଲା। ଏପଟେ ପେଦ୍ରୋ ଯେତେବେଳେ ଦେଖିଲା ଯେ ଏକ୍ୟୁଡୋରର ପୋଲିସ ଏସବୁ କଥାକୁ ବିଶ୍ୱାସ କରୁନାହିଁ, ପେଦ୍ରୋ ନିଜେ ପୋଲିସକୁ କୁହେ, ପୁରା ଦେଶ ଭିତରେ ମୁଁ କେଉଁଠି କାହାକୁ ହତ୍ୟା କରି ପୋତିଛି ସବୁ ସ୍ଥାନ ମନେ ଅଛି, ଚାଲ ଦେଖାଇବି। ଆଉ ତାପରେ ପୋଲିସ ପେଦ୍ରୋକୁ ଧରି ସେହି ସବୁ ସ୍ଥାନକୁ ଚାଲିଯାଏ। ଆଉ ମାଟି ତଳେ ପୋତା ଯାଇଥିବା ଝିଅମାନଙ୍କର ନର କଙ୍କାଳ ମିଳେ। ପୋଲିସ ତାହା ଦେଖି ଛାନିଆ ହୁଏ, କାରଣ ଗୋଟିଏ ସ୍ଥାନରେ 3ଟି ଝିଅର ଶବକୁ ପୋତା